କାଙ୍କଡ଼ ଆଳୁର ଏମିତି ସ୍ୱାଦିଷ୍ଟ ତରକାରୀ ବନେଇବା ପାଇଁ ପ୍ରଥମେ ଆମେ କାଙ୍କଡ଼କୁ ଭଲ ଭାବରେ ଏମିତି ଦୁଇ ସାଇଡ଼୍ରୁ କାଟି ନେବା ଏବଂ କାଙ୍କଡ଼ରେ ଉପରେ ଯେଉଁ ଧାର ଅଂଶ ଥାଏ সেই ଧାର ଅଂଶକୁ ଭଲ ଭାବରେ ଚାଞ୍ଚିକି ସଫା କରିନେବା। ତାପରେ କାଙ୍କଡ଼କୁ ଏମିତି ଛୋଟ ଛୋଟ କାଟି ପାଣିରେ ଭଲ ଭାବରେ ଧୋଇକି ସଫା କରିନେଇ ଗ୍ୟାସରେ କଡ଼େଇ ବସାଇ ଦେଇ କଡ଼େଇ ଗରମ ହୋଇଗଲା ପରେ ସେଇଥିରେ ଦେଇଦେବା ସୋରିଷ ତେଲ। ତାପରେ କଟା ହେଇଥିବା କାଙ୍କଡ଼ ଏବଂ କଟା ହେଇଥିବା ଆଳୁ ସ୍ୱାଦ ଅନୁସାରେ ଲୁଣ ଏବଂ ହଳଦୀ ଗୁଣ୍ଡ ଦେଇ ଭଲ ଭାବରେ ଆକୁ ମିଶାଇ ନେବା। ମିଶାଇ ନେଇ ଆକୁ 5 ମିନିଟ୍ ପାଇଁ ମିଡ଼ିୟମ୍ ଫ୍ଲେମ୍ରେ ଛାଡ଼ିଦେବା ଢାଙ୍କୁଣି ଦେଇ। ଢାଙ୍କୁଣି କାଢ଼ି ଦେଖିନେବା ଯେ ବହୁତ ବଢ଼ିଆ ସେ ସିଝିଗଲାଣି। ତାପରେ ଆକୁ ଭାଜିବା ଭିତରେ ଆମେ ଗୋଟେ ମସଲା ପ୍ରସ୍ତୁତ କରିନେବା। ମିକ୍ସି ଜାର୍ରେ ଦେଇଦେବା ପିଆଜ, ଅଦା, ରସୁଣ, ଟମାଟୋ, କଞ୍ଚା ଲଙ୍କା ଦେଇ ଭଲ ଭାବରେ ଆକୁ ବାଟି ନେବା। ଏବେ ଦେଖିବା କାଙ୍କଡ଼ ଆଳୁ ଆମର ବହୁତ ବଢ଼ିଆ ସେ ଭାଜି ହେଇଗଲାଣି ଲାଲି ଲାଲି ହୋଇ। ଆକୁ ବାହାର କରିନେଇ ସେମ୍ କଡ଼େଇରେ ଦେଇଦେବା ସୋରିଷ ତେଲ, ଫୋଡ଼ଣରେ ଶୁଖିଲା ଲଙ୍କା, ଗୋଟା ଜିରା ଏବଂ ପିଆଜ ଦେଇ ହାଲକା ଆକୁ ଭାଜି ନେବା। ପିଆଜ ଆମର ବହୁତ ବଢ଼ିଆ ସେ ଭାଜି ହେଇଗଲାଣି। ତାପରେ ଏଥିରେ ଦେଇଦେବା ଯେଉଁ ବାଟିକି ରଖିଥିଲେ ମସଲାକୁ ଦେଇ ଭଲ ଭାବରେ ଆମେ କଷି ନେଇ ସେଇଥିରେ ଦେଇଦେବା ଜିରା ଧନିଆ ଗୁଣ୍ଡ ଏବଂ ଲଙ୍କା ଗୁଣ୍ଡ ଅଳ୍ପ ଟିକିଏ ପାଣି ଦେଇ ଭଲ ଭାବରେ ଆକୁ ମିଶାଇ ନେବା। ତାପରେ ଦେଇଦେବା ଆଉ କିଛି କାଟିକି ରଖିଥିବା ଟମାଟୋ, ହଳଦୀ ଗୁଣ୍ଡ ଦେଇ ଭଲ ଭାବରେ ମସଲା କଷି ଏଇଥିରେ ଅଳ୍ପ ପାଣି ଦେଇ ମସଲାକୁ ଫୁଟିବା ପାଇଁ ଛାଡ଼ିଦେବା ଢାଙ୍କୁଣି ଦେଇ। ଦେଖନ୍ତୁ ମସଲାରୁ ବହୁତ ବଢ଼ିଆ ସେ ତେଲ ଛାଡ଼ି ଆସିଲାଣି। ତାପରେ ଆମେ ଯେଉଁ ଭାଜିକି ରଖିଥିଲେ କାଙ୍କଡ଼ ଆଳୁ ତାକୁ ଦେଇ ଭଲ ଭାବରେ ମସଲା ସହ କଷି ନେଇ ସାରିଲା ପରେ ଦେଇଦେବା ଗ୍ରେଭି ଅନୁସାରେ ପାଣି। ଢାଙ୍କୁଣି ଦେଇ ଭଲ ଭାବରେ ଝୋଳକୁ ଫୁଟିବା ପାଇଁ ଛାଡ଼ିଦେବା। ଫୁଟି ସାରିଲେ ଆମେ ଦେଇଦେବା ଏଥିରେ ସ୍ୱାଦ ଅନୁସାରେ ଲୁଣ। ତାପରେ କିଛି ଗରମ ମସଲା ଦେଇ ଭଲ ଭାବରେ ମିଶାଇ ନେବା। ପ୍ରସ୍ତୁତ ହୋଇଗଲା ଆମର କାଙ୍କଡ଼ ଆଳୁର ତରକାରୀ। ଗରମ ଭାତ, ରୁଟି, ପରାଟା ସବୁଥିରେ ହିଁ ଏ ତରକାରୀ ଜମିବ। ଖାଇବା ପାଇଁ ବହୁତ ହି ସୁଆଦିଆ ଲାଗିବ ଏ ତରକାରୀ। ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ମୋତେ କମେଣ୍ଟରେ